ଅଲେଖ ମହିମା ଅଲେଖ ମହିମା ଅଲେଖ ମହିମା। ସୁଧୀବୃନ୍ଦ, ମହିମା ସ୍ୱାମୀ 1826 ମସିହାରେ ପ୍ରଥମେ ଦୃଷ୍ଟିଗୋଚର ହୋଇଥିଲେ। ତାଙ୍କ ଆବିର୍ଭାବ ବହୁ ପୂର୍ବରୁ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ପ୍ରମୁଖ କବି ଅଚ୍ୟୁତାନନ୍ଦ ଦାସ ତାଙ୍କ ରଚନା ସମୂହରେ ମହିମା ସ୍ୱାମୀଙ୍କ ମର୍ତ୍ତ୍ୟଭୂମିରେ ଆବିର୍ଭାବ ହେବାର ଦୃଷ୍ଟାନ୍ତମାନ ଦେଇଯାଇଛନ୍ତି। ତାଙ୍କର କଳିଯୁଗ ଆଗତ ଭବିଷ୍ୟତ ଗ୍ରନ୍ଥରେ ଉଲ୍ଲେଖ ଅଛି। ପୁଣି କଳି ପାପ ଭାରା ହୋଇବ ପ୍ରବଳ, ଅଜନି ସମ୍ଭୂତ ହେବେ ବୁଧ ଅବତାର। ଯୋଗୀ ବେଶ ଧରିଥିବେ କପିଳାସ ସ୍ଥାନ, ବିନା ଆହାରରେ ତହିଁ ନେବେ କିଛି ଦିନ। ଦୟାନନ୍ଦ ସ୍ମରଣିକାରେ ସୂଚିତ ଅଛି, ବ୍ରହ୍ମ ଅବଧୂତ ଗୁରୁ ବିଜୟ ଶୂନ୍ୟ ମନ୍ଦିରୁ, କୋଟିଏ ବାଳାର୍କ ଜିଣା ତେଜ, ନିଜ ଐଶୀ ଶକ୍ତି ବଳେ ଅଜନି ସମ୍ଭୂତ ହେଲେ, ନର କଳେବର ଦେବରାଜ। ଶ୍ରୀଧର ଗୋସ୍ୱାମୀଙ୍କ ସିଦ୍ଧ ଚନ୍ଦ୍ରିକା କହେ, ଆମ୍ଭେ ପରମ ମୂର୍ତ୍ତି ଧରି, ଭଗତ ହିତେ ଅବତରି। ଅଜନି ସମ୍ଭୂତ ଏ ଦେହ, ଗୁପତେ ଆମ୍ଭେଟି ଉଦୟ। ଯଶୋବନ୍ତ ଦାସଙ୍କ ମାଳିକା ବଚନ ଏପରି, ନବକଳ୍ପ ଠାରୁ ପ୍ରଭୁ ଉଦେ ହୋଇଥିବେ, ମଣିନାଗ ଖଣ୍ଡଗିରି କପିଳାସ ଠାବେ। ଫଳ ପତ୍ର କ୍ଷୀର ନୀର କରିଣ ଆହାର, ଖେଳ କରୁଥିବେ ପ୍ରଭୁ ବ୍ରହ୍ମାଣ୍ଡ ଭିତର। ଦେବଲୋକ ନାଗଲୋକ ନରଲୋକ ଯାଏ, ଜାଣି ନ ପାରିବେ କେହୁ ପ୍ରଭୁଙ୍କ ଉଦୟେ। ଭୀମ ଭୋଇଙ୍କ ସାହିତ୍ୟରେ ସୂଚିତ ଅଛି, ଅଜନି ସମ୍ଭୂତ ହୟା ଏ କଳି ଯୁଗକୁ, ନା ଚିନି ପାରିଲ କେହୁ ନେତ୍ରେ ଦେଖୁ ଦେଖୁ। ସୁଧୀବୃନ୍ଦ, ଏସବୁ ଦୃଷ୍ଟାନ୍ତ ହେଉଛି ଅଲେଖ ସ୍ୱାମୀଙ୍କ ଆବିର୍ଭାବର ମୂଳ ସୂଚନା। ଯେଉଁ ମହାପୁରୁଷମାନଙ୍କ ଭବିଷ୍ୟବାଣୀ ସାକାର ହୋଇଛି ପ୍ରତ୍ୟକ୍ଷ ଭାବରେ, ତେବେ ସେମାନଙ୍କର ତତ୍ତ୍ୱ ବା ତଥ୍ୟକୁ ଗ୍ରହଣ ନ କରିବା ଚପଳତାର ଲକ୍ଷଣ ନୁହେଁ କି? ଆସନ୍ତୁ ଏଥର ଯିବା ଧୂଳିଆ ଗୋସାଇଁଙ୍କ ପଛେ ପଛେ କପିଳାସ ପର୍ବତକୁ। ତପ କପିଳାସର କ୍ଷୀର ନୀର ଆହାର, 12 ବରଷ ପରିଜନ୍ତେ। ବ୍ରହ୍ମାଣ୍ଡ ଫେରି ଫେରି ଶୂନ୍ୟ ପବନ ପରି, ଜୋରନ୍ଦା ରହିଲ ଏକାନ୍ତେ। ସୁଧୀବୃନ୍ଦ, କପିଳାସ ପର୍ବତ ଚନ୍ଦ୍ରଶେଖର ମହାଦେବଙ୍କର ସିଦ୍ଧି ଓ ସାଧନା ତଥା ଶ୍ରଦ୍ଧାର ପୀଠସ୍ଥଳୀ, ପୁଣ୍ୟାତ୍ମା ପୁରୁଷର ତପୋବନ। ତାର ଶାନ୍ତ ସୁନ୍ଦର ପରିବେଶ, ସେଠି ନାହିଁ କୋଳାହଳମୟ ଜନଜୀବନର ବସ୍ତୁବାଦୀ ଆର୍ତ ଚିତ୍କାର, ନାହିଁ ପୁଣି ଭୌତିକ କିମ୍ବା ଆଧିଭୌତିକ ଯନ୍ତ୍ରଣା ତଥା ଅଶାନ୍ତର ଧୂମଳ ବାତାବରଣ। ଢେଙ୍କାନାଳ ସହରଠାରୁ ପୂର୍ବକୁ 15 କିଲୋମିଟର ଦୂରରେ ଏହା ଅବସ୍ଥିତ। ଯେପରି ଜଗତରେ ସତ୍ୟଧର୍ମ ସ୍ଥାପିତ ହେବ, ତାର ଦିଗ ଓ ମାର୍ଗ ନିର୍ଦ୍ଧାରଣ ପାଇଁ ଅଲେଖ ସ୍ୱାମୀ କପିଳାସରେ ଦୀର୍ଘ 24 ବର୍ଷ କାଳ ଅତିବାହିତ କରିବାର ଇଚ୍ଛା କଲେ। ଯେହେତୁ ତାଙ୍କ ଆଜ୍ଞାରେ ଜନ୍ମ ହେବାକୁ ଥିବା ସିଦ୍ଧ ସାଧକ ତଥା ଭକ୍ତମାନଙ୍କୁ ତାଙ୍କୁ ଅପେକ୍ଷା କରିବାକୁ ହେବ। ସେତେବେଳେ ଜନସମାଜରେ ସିଦ୍ଧ ସାଧୁ ଭକ୍ତମାନେ ଜନ୍ମ ହେଉଥାନ୍ତି। ସୁଧୀବୃନ୍ଦ, ଅଙ୍ଗରୁ ନୀଳ ବସ୍ତ୍ର ପରିହାର ପୂର୍ବକ ଅକ୍ଷମାଳାଦି ଉତ୍ତରଣ କରି ସେସବୁକୁ ଗିରିମଧ୍ୟସ୍ଥ ଏକ କ୍ରୋଟର ମଧ୍ୟରେ ରଖିଦେଲେ ଏବଂ ଧାରଣ କଲେ ପ୍ରବୃଦ୍ଧ ବୃଦ୍ଧ ବୈଷ୍ଣବ ଯୋଗେଶ୍ୱର ରୂପ। ମହେଶ ଲିଙ୍ଗ ଦକ୍ଷିଣରେ, ଗୁରୁ ବିଜୟ ସେଠା ବରେ। ଅଙ୍ଗୁତରି ଅକ୍ଷମାଳ, ରଖିଲେ ସେ ଗିରି କ୍ରୋଟର। ତାପରେ ସେଠାରେ ଥିବା ଏକ ବୃହତ୍ ଶିଳାଖଣ୍ଡ ତଥା ଚକାପଥର ଉପରେ ପୂର୍ବ ଭାବାଭିମୁଖ ହୋଇ ପଦ୍ମାସନରେ ଉପବେଶନ ପୂର୍ବକ ଆତ୍ମଯୋଗ ସମାଧିରେ ନିମଗ୍ନ ରହିଲେ। ସୁଧୀବୃନ୍ଦ, ଏଭଳି 21 ଦିନ ମାତ୍ର ବିତିଛି। କପିଳାସର ପାଦଦେଶରେ ଦେଓଗାଁ ନାମରେ ଏକ ଶବରପଲ୍ଲୀ ଥାଏ। ସେଠାକାର ଅଧିକ ଅଧିବାସୀ ଶବର ସମ୍ପ୍ରଦାୟର। ବହୁକାଳରୁ ସେଠାରେ ଶବର ଜାତୀୟ ସାମନ୍ତବାଦୀୟ ଶାସନ ପ୍ରଚଳିତ ହୋଇଥିବାର ଅନୁମିତ ହୁଏ। ଯଥା କପିଳାସ ଖୋଲ ନିବାସୀ ଶବର, ରଣରଙ୍କ ଢେଙ୍କା ଯାବଂଶ ଶେଖର। ସେହି ଗାଁରେ ସଦାନନ୍ଦ ନାମରେ ଜଣେ ଶବର ସସ୍ତ୍ରୀକ ବାସ କରୁଥାଏ। ପ୍ରତିଦିନ କପିଳାସ ପର୍ବତକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେ ଜୀବିକା ନିର୍ବାହ କରୁଥାଏ। ସବୁଦିନ ଭଳି ଦିନେ ସଦାନନ୍ଦ କପିଳାସ ପର୍ବତର ଶୀର୍ଷ ଦେଶକୁ ଉଠିଗଲା। ଶୀର୍ଷରେ ଭ୍ରମଣ କରୁ କରୁ ଦେଖିଲା
ଏକ ଅପୂର୍ବ ଦିବ୍ୟ ଜ୍ୟୋତିର୍ମୟ ପୁରୁଷ ଧ୍ୟାନରତ। ତାମ୍ରବର୍ଣ୍ଣର ଶରୀର, ବୃଦ୍ଧ ରୂପ, ଅନନ୍ତ ନାଗର କୁଣ୍ଡଳୀ ସଜ୍ଜାରେ ଚକାସନରେ ବସିଛନ୍ତି। ଶିରଦେଶରେ ଅନନ୍ତ ନାଗର ବିସ୍ତାରିତ ଫଣା। ସଦାନନ୍ଦ ହଠାତ୍ ମୂର୍ଚ୍ଛାୟିତ ହୋଇ ପଡ଼ିଗଲା। ସେତେବେଳେ ଯୋଗେଶ୍ୱର ପୁରୁଷ ଚକ୍ଷୁ ଉନ୍ମୀଳନ କରି କହିଲେ, କିରାତ ଉଠ। ସଦାନନ୍ଦ ଡାକ ଶୁଣି ଉଠି ପଡ଼ିଲା। ସର୍ବାଙ୍ଗ ଶରୀର ଥରୁଥାଏ। ସଦାନନ୍ଦ ପଚାରିଲା, ମହାତ୍ମା ଆପଣ କିଏ? ଯୋଗେଶ୍ୱର ପୁରୁଷ କହିଲେ, ଆମ୍ଭେ ଅଲେଖ ପୁରବାସୀ ଅଲେଖ ସ୍ୱାମୀ। ଧରାପୃଷ୍ଠରେ ସତ୍ୟଧର୍ମ ସ୍ଥାପନ ଓ ପ୍ରଚାର କରିବା ପାଇଁ ଆମ୍ଭର ଆବିର୍ଭାବ। ତୁମ୍ଭର ପୂର୍ବ ଅର୍ଜିତ ପୁଣ୍ୟ ଫଳ ଯୋଗୁଁ ପ୍ରଭୁଙ୍କର ଦର୍ଶନ ଲାଭ କଲ। ତୁମ୍ଭେ ଆମ୍ଭର କିଛି ସେବା କରିବାକୁ ହେବ। ସଦାନନ୍ଦ ଆନନ୍ଦର ସହ କହିଲା, ମୁଁ ଆପଣଙ୍କର କି ସେବା କରିପାରେ ମହାତ୍ମା? ସ୍ୱାମୀ କହିଲେ, ଆମ୍ଭେ ଏଠାରେ ଦୀର୍ଘ 24 ବର୍ଷ କାଳ ଅବସ୍ଥାନ କରିବୁ। ଆସନ୍ତାକାଲିଠାରୁ ତୁମ୍ଭେ ଆମ୍ଭ ପାଇଁ 12 ବର୍ଷ ପର୍ଯ୍ୟନ୍ତ ଧୂନିକାଠ ଓ ଫଳମୂଳ ଯୋଗାଇ ଦେବ। ସ୍ୱାମୀଙ୍କଠାରୁ ଆଶ୍ରିତ ବଚନ ଗ୍ରହଣ କରି ସଦାନନ୍ଦର ଆନନ୍ଦ କହିଲେ ନ ସରେ। 12 ବର୍ଷ ପର୍ଯ୍ୟନ୍ତ ଧୂନିକାଠ ଓ ଫଳମୂଳ ଯୋଗାଇ ଦେବେ ବୋଲି ସଦାନନ୍ଦ ପ୍ରତିଜ୍ଞାବଦ୍ଧ ହେଲା। ସେତେବେଳେ ସ୍ୱାମୀ ସଦାନନ୍ଦର ପୂର୍ବଜନ୍ମ ସମ୍ପର୍କରେ ଅବଗତ କରାଇଲେ। ସୁଧୀବୃନ୍ଦ, ଆମ ଭାରତୀୟ ଧର୍ମଧାରା ସହିତ ଶବର ସମ୍ପ୍ରଦାୟର ସମ୍ପର୍କ ନିବିଡ଼। ଯୁଗେ ଯୁଗେ ଶବର ଭଗବାନଙ୍କ ଭକ୍ତ ଓ ସେବକ। ସତ୍ୟଯୁଗରେ ପୁଣ୍ୟବନ୍ତ, ତ୍ରେତୟାରେ ଗୁହକ, ଦ୍ୱାପରରେ ଜାରା, କଳିଯୁଗର ଆଦ୍ୟ ପାଦରେ ବିଶ୍ୱାବସୁ ଏବଂ ଶେଷ ପାଦରେ ସଦାନନ୍ଦ ରୂପରେ ଭଗବାନଙ୍କର ଦାସ ଓ ସେବକ ହୋଇଛନ୍ତି। ପରବର୍ତ୍ତୀ ଦିନଠାରୁ ସ୍ୱାମୀଙ୍କୁ ପ୍ରତିଦିନ ଧୂନିକାଠ ଓ ଫଳମୂଳ ଯୋଗାଇ ଦିଆହେଲା। ଏଭଳି ବିତିଗଲା ଅନେକ ଦିନ। ଏହି ସମୟ ଭିତରେ ଅଲେଖ ସ୍ୱାମୀ କେତେବେଳେ ଅଭୟପୁର ମଣ୍ଡଳକୁ ଗମନ କରୁଥିଲେ ତ ପୁଣି ସମୟ ସମୟରେ ବିଭିନ୍ନ ସ୍ଥାନକୁ ଯାଇ ଗୁପ୍ତରେ ସିଦ୍ଧ ସାଧକମାନଙ୍କ ଆବିର୍ଭାବ ବୁଝୁଥିଲେ। ସୁଧୀବୃନ୍ଦ, ଫଳମୂଳ ଆହାର କରିବାର 12 ବର୍ଷ ପୂର୍ଣ୍ଣ ହେବାକୁ କେଇ ମାତ୍ର ଦିନ ବାକି। ସ୍ୱାମୀଙ୍କୁ ଆହୁରି ଦୀର୍ଘ 12 ବର୍ଷ ଅପେକ୍ଷା କରିବାକୁ ହେବ। ଏଣୁ ସିଦ୍ଧାନ୍ତ ସ୍ୱରୂପ ଢେଙ୍କାନାଳ ମହାରାଣୀଙ୍କୁ ସ୍ୱପ୍ନରେ ଦର୍ଶନ ଦେବା ପାଇଁ ସେ ଇଚ୍ଛା କଲେ। ସଦାନନ୍ଦ ଫଳମୂଳ ଧରି ସ୍ୱାମୀଙ୍କ ପାଖରେ ଉପସ୍ଥିତ ହେଲା। ସ୍ୱାମୀ ସଦାନନ୍ଦକୁ କହିଲେ, ସଦାନନ୍ଦ, ଆମ୍ଭେ ତୁମ ଉପରେ ସନ୍ତୁଷ୍ଟ। ତୁମର ଫଳମୂଳ ଯୋଗାଇବାର 12 ବର୍ଷ ପୂର୍ଣ୍ଣ ହେବାକୁ କେଇ ମାତ୍ର ଦିନ ବାକି। ଏହାପରେ ଆଗାମୀ 12 ବର୍ଷ ପାଇଁ ଆମ୍ଭେ କେବଳ ଗୋକ୍ଷୀର ପାନ କରିବୁ। ଏହି ଉଦ୍ଦେଶ୍ୟରେ ଆମ୍ଭେ ଢେଙ୍କାନାଳ ମହାରାଣୀଙ୍କୁ ସ୍ୱପ୍ନରେ ଦର୍ଶନ ଦେବୁ। ଯେତେବେଳେ ତୁମ୍ଭଙ୍କୁ ଏ ବିଷୟରେ ପଚାରିବେ, ଆମ୍ଭ ବିଷୟର ସମସ୍ତ ଘଟଣା ତୁମ୍ଭେ ରାଜଦରବାରରେ ପ୍ରକାଶ କରିବ। ବିଧିର ବିଧାନ, ନିୟତିର ଲୀଳା, ମନେ ପଡ଼େ ନୀଳମାଧବ ପ୍ରସଙ୍ଗ, ଗୁଣ୍ଡିଚା ରାଣୀଙ୍କ ସ୍ୱପ୍ନ ଦର୍ଶନ, ଇନ୍ଦ୍ରଦ୍ୟୁମ୍ନଙ୍କୁ ଅନୁରୋଧ ନୀଳମାଧବର ସନ୍ଧାନ ପାଇଁ। ଠିକ୍ ସେହିଭଳି ରାତ୍ରିର ଅନ୍ତିମ ପ୍ରହରରେ ମହାରାଣୀଙ୍କୁ ସ୍ୱାମୀ ସ୍ୱପ୍ନରେ ଦୃଶ୍ୟମାନ ହେଲେ। ସ୍ୱପ୍ନ ଭଙ୍ଗ ହେବା ମାତ୍ରେ ମହାରାଣୀ ମହାରାଜାଙ୍କୁ ସ୍ୱପ୍ନ ବିଷୟ ପ୍ରକାଶ କଲେ। କପିଳାସ ଗିରିରେ ରହିଛି ଏକ ସ୍ଥାନ, ସର୍ବଶିଖେ ଚକା ପଥରେ ଏକ ବିଦ୍ୟମାନ। ସେ ଚକା ପଥର ପରେ ଏକ ସାଧୁ ଜନ, ଆତ୍ମଯୋଗ ସମାଧିରେ ହୋଇଛନ୍ତି ମଗ୍ନ। ସନ୍ଦେହ ଲାଗିଲା ମନ ବିକଳ ହୁଇ, ସପନର ରୂପ ନେତ୍ର ଯୁଗଳେ ଦିଶଇ। ମହାରାଜ, ସେହି ଯୋଗେଶ୍ୱର ପୁରୁଷଙ୍କର ଅନୁସନ୍ଧାନ କରନ୍ତୁ। ସେ ଆମ୍ଭଙ୍କୁ ଆହ୍ୱାନ କରିଛନ୍ତି। ସୁଧୀବୃନ୍ଦ, ଢେଙ୍କାନାଳ ମହାରାଜା ଭ୍ରମରବର ଭାଗୀରଥୀ ମହେନ୍ଦ୍ର ବାହାଦୁର ସ୍ୱପ୍ନ ବିଷୟ ଶୁଣି ବିସ୍ମିତ ହୋଇଗଲେ ଏବଂ ସ୍ୱପ୍ନର ସତ୍ୟାସତ୍ୟ ଜାଣିବା ପାଇଁ ଦେଓକା ଗ୍ରାମବାସୀମାନଙ୍କୁ ରାଜଦରବାରକୁ ଡକାଇଲେ। ସଦାନନ୍ଦ ମଧ୍ୟ ଉପସ୍ଥିତ ଥାନ୍ତି। ରାଣୀଙ୍କ ସ୍ୱପ୍ନ ବିଷୟରେ ପ୍ରକାଶ କରିବାରୁ କେହି ସେ ବିଷୟରେ କହିପାରିଲେ ନାହିଁ। ଶେଷରେ ସଦାନନ୍ଦ ସମସ୍ତ ବିଷୟ ରାଜଦରବାରରେ ପ୍ରକାଶ କଲେ। ମହାରାଜ, ମହାରାଣୀ ଯାହା ସ୍ୱପ୍ନରେ ଦେଖିଛନ୍ତି ତାହା ସବୁ ସତ୍ୟ। ଆପଣଙ୍କୁ ଏ ବିଷୟରେ ଜଣାଇବା ପାଇଁ ସ୍ୱାମୀ ମୋତେ ଆଜ୍ଞା କରିଛନ୍ତି। ଯଦି ଆପଣ ସ୍ୱାମୀଙ୍କୁ ସାକ୍ଷାତ କରିବେ, ତେବେ ମୁଁ ସେହି ସ୍ଥାନକୁ ଦର୍ଶନ ପାଇଁ ନେଇଯିବି। ସଦାନନ୍ଦ ଠାରୁ ସମସ୍ତ ବିଷୟ ଅବଗତ ହୋଇ ପରବର୍ତ୍ତୀ ଦିନ ରାଜ ପରିଷଦ ବର୍ଗଙ୍କୁ ସଙ୍ଗରେ ଘେନି ରାଜା ସଦାନନ୍ଦ ସହିତ କପିଳାସ ଅଭିମୁଖେ ଯାତ୍ରା କଲେ। ତେଣେ ମହିମା ସ୍ୱାମୀ ରାଜାଙ୍କ ଆଗମନ ଜାଣିପାରି ଗିରିଶିଖରୁ ଓହ୍ଲାଇ ଆସିଲେ। ଯେଉଁଠାରେ ସଦାନନ୍ଦ ଫଳମୂଳ ଯୋଗାଉଥିଲା ସେ ସ୍ଥାନରେ ସ୍ୱାମୀ ବିରାଜମାନ ଥାନ୍ତି। ମହାରାଜା ସେହି ସ୍ଥାନରେ ସ୍ୱାମୀଙ୍କୁ ପ୍ରଥମ ଦର୍ଶନ କଲେ। ସ୍ୱାମୀଙ୍କୁ ଦଣ୍ଡାମାନ ପ୍ରଣିପାତ କଲେ। ମହାରାଜାଙ୍କ ଆନନ୍ଦ କହିଲେ ନ ସରେ। ସ୍ୱପ୍ନ କଥାକୁ ଚିନ୍ତା କରି ଜୀବନକୁ ଧନ୍ୟ ମନେ କଲେ। ସ୍ୱାମୀ କହିଲେ, ଆମ୍ଭେ ଅଲେଖ ବ୍ରହ୍ମମଣ୍ଡଳର ଅଲେଖ ସ୍ୱାମୀ। ମର୍ତ୍ତ୍ୟଭୂମିରେ ସତ୍ୟଧର୍ମ ପ୍ରତିଷ୍ଠା କରିବା ଆମ୍ଭର ଉଦ୍ଦେଶ୍ୟ। ଏଥିପାଇଁ ରାଜ ପୃଷ୍ଠପୋଷକତା ଓ ସହଯୋଗ ଆବଶ୍ୟକ।
ଆହୁରି 12 ବର୍ଷ କାଳ